चैतन्यशील आनंदमय प्रभु आम्भमानकर समस्त कह आम्भमानकर समस्त दुख कौन आम्भमानकर समस्त दुख विघ्न दुर्वासना दूर कर आम्भमानकर बुद्धि को महिमा मंडित कर एवं आमर समस्त दुख विघ्न दुर्वासना को दूर करे हे आनंदमय प्रभु आमको आनंद शांति प्रदान कर प्रार्थना प्रार्थना नहीं ताहा दबा को प्रार्थना करते भावुचे जहाँ नहीं ताकू आम लगुचे ना नहीं तेणु आम पाखे कौन अच्छी सुंदर शरीर प्रभु आमको देता भाग्य दरकार आमको खाद्य पानी देता भाग्य दरकार से आमको कौन वायु देती पवन अम्लजान आम भाग्य दरकार जहाँ जहाँ खाद्य पानी आम खाऊे पानी जहाँ खाद्य जहाँ शरीर इत्यादि इत्यादि खबर प्रभु आमको तेणु ना तेणु सी देता कौन मारे कौन अच्छी आमको देना तुम मारे कौन बुद्धि देती विवेक देती ज्ञान देती सुंदर शरीर देती गोटी गोटी किडनीटा विकले 5 लाख टका गोटे हार्ट विकले 10 लाख टका कोटी 4 कोटी टकार मूल्यवान शरीर प्रभु आमको देती जो पार्ट गुड़िक एत मूल्यवान जो शरीरटा एत मूल्यवान ताकू देती बाद आम कौन मारे कि मारे ସେଇଟା ଭଲରେ ପ୍ରାର୍ଥନା ମାଗିବ ମୋର ମୋ ୱାନ୍ସ ସମସ୍ତଙ୍କ ଚାହିଦା ଭଲରେ ସବୁ ବହୁତ ସୁଖୀ ନ ସବୁବେଳେ ସମସ୍ତେ ସୁଖୀ ପାଇବ କିନ୍ତୁ ଆମର ସମସ୍ତଙ୍କୁ हे प्रभु जो बुद्धि देखी जो बुद्धि को अपन देखी अपन बुद्धि अपन मन मंदिर बंधित होगा बुद्धि मो बुद्धिटा बुद्धिटा भल कम लागू खराब कम मुझे किसी खराब कम मो बुद्धि लगे चोरी कर लोक कौन बुद्धिटा सत्य अरे बुद्धि ये मनुष्य चोरी कर ये जो दुष्कर्म कर कौन बुद्धि खाईपर तेणु बुद्धि को जो से लगेब से काम से तेणु आम बुद्धि कौन से लगे प्रभु मुझे जो बुद्धि देती ମୁଁ କ'ଣ କହିବି ନା ସେ ବୁଦ୍ଧିକୁ ଭଲ କାମରେ ଲଗେଇବି ଅର୍ଥ ମୋର ପାଇଁକି ଏ ରାଷ୍ଟ୍ର ପାଇଁକି ବିଶ୍ୱ ପାଇଁକି କଲ୍ୟାଣକାରୀ କର୍ମ ଲଗେଇବି ସମାଜର କ୍ଷତି କରିବା ପାଇଁକି ମୋ କର୍ମ ପ୍ରୟୋଗ କରିବି ନାହିଁ କେଉଁଥିପାଇଁ ଲଗାଅ ବୁଦ୍ଧିକି ବୁଦ୍ଧି ସମସ୍ତଙ୍କର ଅଛି କିନ୍ତୁ କାହାକୁ କିଏ କ'ଣ କରିବ ତମେ ତାକୁ ଉତ୍ତମ କାର୍ଯ୍ୟରେ ତେଣୁ ସେଇ ବୁଦ୍ଧି ପାଇବା आमे परमात्मा निकटरे प्रार्थना करिबा कौन प्रार्थना कर आ केते बेले कर आमर गोटे मंत्र राति मध्य देखो वीर ठाकुर उषाराणी करे धरी तारी संहार बुद्धि बल धन मुझे से परम प्रभु परमात्मा को जो आम प्रार्थना करवा कौन करवा ना स्तुति उपासना प्रार्थना स्तुति करवा अर्थ कौन करवा स्तुति करवा कौन गुणगान करवा स्तुति करते श्रवण वृंदावन प्रार्थना गणेशकर प्रार्थना स्तुति करते हाथ लेकिन कौन करते आम गुणगान करते स्तुति अर्थ प्रभुଙ୍କର गुणगान करा कौन है सच्चिदानंद प्रभु आपण दयालु न्यायकारी अनंत असीम ये समग्र विश्व ब्रह्मांडर विभव आमको देश आम उपभोग करूँ आसी देना जो पानी सब्जी बड़े मिलो ये समस्त विभव जी आमको न मागिया देखते निकट में आम मागी कहू आम मागिकी खाया मागिबा कि नहीं न मागिले कौन हम
ମୁଁ ତମ ଘରକୁ ଯିବି, ତମ ଘରେ ପଶି ଆମେ ଏ ପ୍ରଭୁଙ୍କୁ ନ ମାଗିକିରି ଆମର ଏଇ ଜ୍ଞାନ କିଏ ଦେବେ? ସ୍କୁলীୟ ଜ୍ଞାନ ଆଜି ତମମାନେ ପାଠ ପଢ଼ୁଛ, ସାହିତ୍ୟ ଗଳ୍ପ ବିଜ୍ଞାନ ସବୁ ବହୁତ ପାଠ ପଢ଼ୁଛ, କିନ୍ତୁ ତୁମେ ଏଇ ଯେଉଁ ଶରୀରଟି ରହିଛି, এই শরীরটিকে কিଏ ରଖିଛି କି ନା ନାହିଁ? କି ନା ମନକୁ ଅଛି? ଆରେ ପିଲେ ଶରୀରଟି କିଏ ରଖିଛି ନା ମନକୁ ଅଛି? କିଏ ରଖିଛି କ'ଣ? হ্যাঁ, ଈଶ୍ୱର ଆକୁ ସବୁ ତିଆରି କରିଛି। ଆ ଭିତରେ ଯେଉଁ ଜିନିଷ ରଖିଛନ୍ତି ସବୁ ସିଏ ରଖିଛନ୍ତି। ସେଇ ଜିନିଷଟା କ'ଣ? ଏ ଶରୀରକୁ ତ ସେ ତିଆରି କରିଛନ୍ତି। ଆ ଭିତରେ କ'ଣ ରଖିଛନ୍ତି? ଏ ଜିନିଷ ସବୁ ଈଶ୍ୱର ଥିବେ, ସେ ଏ ଶରୀର ଥିବ, କିନ୍ତୁ ଏ ଲୋକଟିକୁ ପୋଡ଼ିଦେଉଛନ୍ତି ଫୋପାଡ଼ି ଦେଉଛନ୍ତି। ହଁ, ତେଣୁ ଏ ଶରୀରଟି ରଖିଛନ୍ତି, ଆତ୍ମା ରଖିଛି। ତେଣୁ ଆତ୍ମାଟା ବଳବାନ ହେବା ଦରକାର ନା ଦୁର୍ବଳ ହେବା ଦରକାର? କେମିତି ବଳବାନ ହେବ? ଆତ୍ମାକୁ ବଳବାନ କରିବ କେମିତି ହେବ? କେମିତି ହେବ? ହଁ, ଠିକ। ଈଶ୍ୱରକୁ ଧ୍ୟାନ କରିବ। ଧ୍ୟାନ କଲେ ଯୋଗ କରିବ ଦୁଇ ପ୍ରକାର। ଗୋଟିଏ ଯୋଗ ଶରୀରକୁ ସୁସ୍ଥ କରିବା ପାଇଁ, ଗୋଟିଏ ଯୋଗ ମାନେ ଶରୀରର ବାୟୁ ସଞ୍ଚାଳନ, ରକ୍ତ ସଞ୍ଚାଳନ ସୁସ୍ଥ ସବଳ ହେବା ପାଇଁ ଗୋଟିଏ ଯୋଗ। ଆଉ ଗୋଟିଏ ଯୋଗ ଆତ୍ମା ପରମାତ୍ମାଙ୍କ ସହିତ ଯୋଗ ସୁସ୍ଥ କରିବା। ଅର୍ଥାତ୍ ଆତ୍ମାକୁ କେମିତି କରିବା ନା ଆତ୍ମାକୁ ପରମାତ୍ମା ସହିତ ଯୋଗ ସୁସ୍ଥ କରିବାକୁ ଆଖି ବୁଝିକି ଭଗବାନ ଭଗବାନ କହିଲେ ହେବ ନାହିଁ। ଆତ୍ମା ଏକ ସୁଖ ତତ୍ତ୍ୱ, ତାର ଆଖି ଶରୀର। ଆରେ ଆତ୍ମାର ଶରୀର ଅଛି, ପରମାତ୍ମାଙ୍କ ଶରୀର ଅଛି, ଅଛି ଅଛି ତ। ଜଗନ୍ନାଥ ଜଗନ୍ନାଥଙ୍କ ଶରୀର, ଶରୀର କିନ୍ତୁ ଇଏ ଆମେ ପଢ଼ିଛ କ'ଣ? ସାର୍ମାନେ କ'ଣ କରୁଛି? ତୁମେବ ମାତା ପିତା ତୁମେବ, ତୁମେବ କର୍ମଜ ସଖା ତୁମେବ, ତୁମେବ ପିତା ଦ୍ରବିଡ଼ ତୁମେବ, ତୁମେବ ସର୍ବଂ ମମ ଦେବ ଦେବ। ତେଣୁ ଯେଉଁ ପରମାତ୍ମା ଆମର ମାତା, ଆମର ପିତା, ଯେଉଁ ବନ୍ଧୁ ଏବଂ ସଖା ସବୁ ନା ନାହିଁ, ସେଇ ପରମାତ୍ମା କ'ଣ ଆମେ ଯେଉଁ ତିଆରି କରିଥିବା ପ୍ରତିମା ହବିଷି ମଣିଷ ତିଆରି, ସେ ସମସ୍ତ ପ୍ରାଣୀ ଜଗତକୁ ମଣିଷ ଠାରୁ କୀଟ ପୋକ ଠାରୁ ମନୁଷ୍ୟମାନଙ୍କର ସେ ସତ୍ତା। ଆରେ ଆମେ ଯିଏ ଆମକୁ ଯେ ସୃଷ୍ଟି କରିଛୁ, ସିଏ ଆମେ ତାକୁ ସୃଷ୍ଟି କରିପାରିବା? ଆମ ବାପା ଆମକୁ ଜନ୍ମ ଦେଇଛୁ, ଆମ ମା ଆମ ବାପା ଆମ ମାକୁ ଜନ୍ମ କରିପାରିବା? କହିଲା। ତେଣୁ ଯେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଛି, ଆମେ ତାକୁ ସୃଷ୍ଟି କରିପାରିବା ନାହିଁ। ତାଙ୍କର ଯେଉଁ ଯାହା ଅନର୍ବ ବିଭବ, ଯାହା ଅମୃତ ଅର୍ଥ, ଯାହା ଅମୃତ ଯାହା ପାନ କଲେ ଆମେ ଅମୃତ ଲାଭ କରିବା। ଅର୍ଥ ଶରୀର ସିନା ଚାଲିଯିବ, ଆତ୍ମା ଏ ମାନବ ଶରୀରରୁ ଦେବତା ଲାଭ କରିବ। କିନ୍ତୁ ମାନବିକତା ନଷ୍ଟ ହୋଇଗଲେ, ମନୁଷ୍ୟ ତାର ମାନବିକତା ନଷ୍ଟ ହୋଇଗଲେ, ଅଜ୍ଞାନତା ଯୋଗୁଁ ତାର ମାନବିକତା ନଷ୍ଟ ହୋଇଯିବ। ମାନବିକତା ନଷ୍ଟ ହେଲେ ପଶୁହୀନ ପଶୁ ଭଳିଆ କ'ଣ କରିବ ନା ହିଂସା, କ୍ରୋଧ, ଲୋଭ, ଅହଙ୍କାର, ଈର୍ଷା ହିଂସାରେ ବୁଡ଼ିଯିବ ନା ନାହିଁ? ଆରେ ଲୋଭ କଲେ ତୁ ତାର ଜିନିଷ ଆଣିବୁ, ଲୋଭ କଲେ ତୁ ଭଲ ଆମ ଚାହି ତାପରେ ଚୋରି କରିବୁ, ଲୋଭରେ ସୁନା ମୁଣ୍ଡା ପଶି ତାକୁ ଆଣିବୁ। କିନ୍ତୁ ଏଇ ଯେଉଁ ଲୋଭ ମୋହ ଇନ୍ଦ୍ରିୟ ଭୋଗ ଗତି ସହିତ ଯୁକ୍ତ ହେବା ଲୋକ ଏବଂ ଏହାକୁ ସର୍ବଶ୍ରେଷ୍ଠ ମଣିଷ ସିଏ ସେଗୁଡ଼ାକ ପାଇବା ପାଇଁ ଚୋରି, ଡକାୟତି, ଦୂଷଣ, ଦର୍ଶନ, ଶୋଷଣ ଇତ୍ୟାଦି ଇତ୍ୟାଦି ଜଘନ୍ୟ କାର୍ଯ୍ୟ କରୁଛି। କିନ୍ତୁ ଏ ଶରୀରକୁ ଯେତେ ଚୋରି ଡକାୟତି କରି କୋଟିପତି ହେବାକୁ ଲକ୍ଷ ଲକ୍ଷ ସମ୍ପତ୍ତିର ମାଲିକ ହେଇଯା, ଏ ସମ୍ପତ୍ତି ତମର ତମ ସହିତ ଯିବ। ଆରେ ଯେତେ ଲୋକ କୋଟିପତିକୁ ମରିଲେ ତାଙ୍କ ସହିତ ପରିବେଶ ଅଛି, ଯେ କୋଟି କୋଟି ଟଙ୍କା ମାଲିକ, ଟାଟା ବିର୍ଲାକୁ ମାଲିକମାନେ ଅଛନ୍ତି, କୋଟି କୋଟି ସହସ୍ର କୋଟି ମାଲିକ ସେମାନେ ଅଛନ୍ତି କି ତାଙ୍କ ସମ୍ପତ୍ତି ଅଛି? ଆଜି ଯେଉଁ ସମ୍ପତ୍ତି ସାଙ୍ଗରେ ଅଛି ନା ନାହିଁ? ରହିବନି। ଆରେ ସୁନାର ଯେତେ ଭାତ କେମିତି ସୁନା କଲେ କି ନେଇକି ପଳେଇଯିବ ପାରେ, ଯେତିକି ଭୌତିକ ବିଷୟ ଯେତିକି ଅଛି ନା କି ନେଇଯିବ। ଇଏ ସବୁ ଥିବ, କିନ୍ତୁ ସେ ଇନ୍ଦ୍ରିୟ ରହିବନି, କିଛି ତାକୁ ନେଇପାରିବ ନାହିଁ।
ତେଣୁ ଆମକୁ ଏଇ ଯେଉଁ ପ୍ରଭୁଙ୍କର ଯେଉଁ ଜିନିଷ ମିଳିଛି ଆମକୁ ଯେତିକି ମିଳିଛି ଆମେ ସେତିକିରେ ଚଳି ରହିବା ମନକୁ ନିୟନ୍ତ୍ରଣ କରି। ତେଣୁ ମନକୁ ଯଦି ଆମେ ନିଶ୍ଚିତ ଭାବରେ ବୁଲେଇବା ହେଲେ ଦେଖ ମନ ଯଦି ସ୍ଥିର ହେଲେ କ'ଣ ହେବ? ମନ ସ୍ଥିର ହେଲେ ଆତ୍ମାର ନକ୍ଷତ୍ରକୁ ଛିଡ଼ିବ। ମନ ଯଦି ନକ୍ଷତ୍ର ଗୋଟେ ବିଷୟ କହୁଛି ତମେ ସିଆଡ଼େ ଇଆଡ଼େ ତାମାନେ ତ ମନଟା ସିଆଡ଼େ କିନ୍ତୁ କ'ଣ ସେ ବଗିଚାର ଫୁଲ କି ଫଳ ଏଇସବୁ ଅନ୍ୟ କିଛି ଭାବନା ନାହିଁ। ତେଣୁ ଆମର ଅଲଗା କଥା ଯେତେବେଳେ ଆମେ ଈଶ୍ୱରକୁ ଆତ୍ମା ସହିତ ଫଳପ୍ରଦ କରିବାକୁ ଯିବା ଆମେ ମନକୁ ସମସ୍ତ କାର୍ଯ୍ୟକୁ ନେତୃତ୍ୱ କରିବା। ଆପଣ ମନ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବା। ଏ ଇନ୍ଦ୍ରିୟମାନଙ୍କୁ ଅନ୍ୟ କୌଣସି କାମରେ ଲଗାଇବା ନାହିଁ। କ'ଣ କହିଲେ କାର୍ଯ୍ୟ କେମିତି ହେବ ନା ବ୍ରହ୍ମଚାରୀମାନେ ଇନ୍ଦ୍ରିୟମାନଙ୍କୁ ଦମନ କରିବା ପାଇଁ ଯୋଗ କରାନ୍ତି। ଯେମିତି ଆପଣମାନଙ୍କୁ ଖାଲି ଯୋଗ ଯୋଗ କର୍ମ ହେଉଥିଲା ପ୍ରତ୍ୟେକ ଯୋଗ କରିବା। ତେଣୁ ସେଇଥିରେ ପ୍ରାଚୀନ ବେଳେ ଦେଖ ଧୀର ତମସା କରୁ ବାହାର। ତମସା ବେଳେ କ'ଣ ପ୍ରାଚୀନ ବୋଲି କ'ଣ କହିଥିଲେ? ପ୍ରାଚୀ ବେଳେ କ'ଣ ପୂର୍ବ ଦିଗ, ନଭ ବୋଲି ଆକାଶ। ପ୍ରାଚୀନ ବେଳେ ଦେଖ ଧୀର ତମସା ବେଳେ କ'ଣ? ତମସା ବେଳେ କ'ଣ କି କହିବ? ଅନ୍ଧକାର। ତମସା ବେଳେ ଅନ୍ଧକାର। ପ୍ରାଚୀନ ବେଳେ ପୂର୍ବ ଦିଗରେ ଆକାଶରେ ନଭ ଦେଖ ଧୀର ତମସା ବେଳେ ଅନ୍ଧକାର ଭିତରୁ ଉଷା ରାଣୀ। ଉଷା ବେଳେ କ'ଣ? ସକାଳ। ସକାଳ ଗାଡ଼ି କ'ଣ? ଚାରିଟା ଧରି ଗାଡ଼ି ସମାଜ ଚାରିଟା ମୂଲ୍ୟବାନ ଜିନିଷ ଆମକୁ ଆଣିକି ଦେଉଛି। ମୂଲ୍ୟବାନ ଜିନିଷ ଦେଉଛି। ପ୍ରାଚୀନ ବେଳେ ଦେଖ ଧୀର ତମସା ପରିବାର ଉଷା ରାଣୀ କରି ଧରି ଚାରି ସକାଳ ଚାରିଟା ଜିନିଷ ଆଣିଛନ୍ତି। କେତେବେଳେ ନା ଉଦୟ ପୂର୍ବରୁ ଜିନିଷ ଗାଈ ନିଜ ନିଜ ଜିନିଷ ବୋଲି କ'ଣ କହିଲେ? ଜିନିଷ ବୋଲି କ'ଣ? ଦିନର ଈଶ ଦିନେଶ। ଦିନେଶ କିଏ? ଆଜ୍ଞା ସୂର୍ଯ୍ୟ। ତେଣୁ ସୂର୍ଯ୍ୟ ଉଦୟ ପୂର୍ବରୁ ସେ ଆମକୁ ଆଣିକି ଦେଉଛି କ'ଣ ନା ଚାରି ସମ୍ଭାର ଚାରି ମୂଲ୍ୟବାନ ବସ୍ତୁକୁ ଦ୍ରବ୍ୟକୁ ସେ ଆମକୁ ଆଣିକି ଦେଉଛି। କିଏ ସେ ଦେଉଛି? ତେଣୁ ଆମର କଥାରେ ଅଛି ଶୋଇଲା ପୁଅର ଭାଗ ନାହିଁ। ତେଣୁ ଯିଏ ଶୋଇଥିବ ସିଏ ଭିତରେ ସେ ଉଠିବ 8ଟା ବେଳକୁ, 7ଟା ବେଳକୁ ଉଠିବ ପରେ ଉଠିଲା ତାକୁ ତ ମିଳିବ। ମା' ଯଦି କଥା ଅଛି ମା' କ'ଣ ଶୋଇଲା ପରେ ଭାଗ ଯଦି ଶୋଇଛି ସେ ନିଜେ ଶୋଇଲେ ତ ଅନ୍ୟକୁ ଆମେ ଖାଇବେ ତା ଖାଦ୍ୟ ଯାହା ନ ମା'। ତେଣୁ ପରମାତ୍ମା ଈଶ୍ୱର ଯେଉଁ ମା' ଇଚ୍ଛା ମୂଲ୍ୟବାନ ଜୀବ ବୋଲି କାହିଁକି ଆମେ ଯଦି ସେ ଶୋଇ ପଡ଼ିଥିବା ସେତେବେଳେ ସେ ପଡ଼ିଥିଲେ ଯିଏ ଛୁଆ ସେ ଖାଇଲା ଯାହା ଦ୍ୱାରା ଯିଏ ନଥିଲା। ତେଣୁ ଆମେ ସେଇଠି ହାତ ପକେଇ ଭାବୁଥିଲୁ ହାତକୁ ବନ୍ଦ କରି ବିଷ ଆମକୁ କି ଜଗୁ ବିଷ ଆମକୁ ବିଷ ଏଇ ଜିନିଷ ବନ୍ଦ କରି ହାତ ପକେଇ ମାଗିବ। କ'ଣ ମାଗିବ? ପ୍ରଭୁଙ୍କୁ ମାଗିବ। ପୂର୍ଣ୍ଣ ପୂର୍ବ ଯୁଗରେ ପୂର୍ବ ଯୁଗ ସ୍ୱାଇଁ କହିଛି ବିଷୟରେ ପୂର୍ବ ଯୁଗ ମାଗିବ। କ'ଣ ପ୍ରାଚୀନ ତମସାକୁ ବାହାର ଉଷା ଗାଡ଼ି କରି ଧରି ବୁଦ୍ଧି ବଳ ଧନ ଯଶ। ସେ କ'ଣ ଆଣୁଛି ନା ବୁଦ୍ଧି ବଳ ଧନ ଯଶ। ଆମର ବୁଦ୍ଧିକୁ ମହିମା ମୂର୍ତ୍ତି କରିବା ଶକ୍ତି ସେ ଆଣିକି ଦେବ। ଯଶ ମୋର କୀର୍ତ୍ତି ମୋର ମହିମା ମୁଁ ଯେଉଁ ମୋର ଆତ୍ମା ବିକଶିତ ଶକ୍ତି ସେ ମୋତେ ପ୍ରଦାନ କରିଦେଉଛି। ବୁଦ୍ଧି ବଳ ବଳ ମୋର ଶକ୍ତି ପ୍ରଭାବ କରିବ। ନିରୋଗୀ ହେବି ରୋଗ ହେବନି। ନିରୋଗୀ ହେବି ସୁସ୍ଥ ସବଳ ହେବି। ସୁସ୍ଥ ସବଳ ମୋର ସୁସ୍ଥ ଇନ୍ଦ୍ରିୟମାନଙ୍କର ଗଗନ ହେଇଯିବ। ମୁଁ ସୁସ୍ଥ ସବଳ ହେବି। ବ୍ରହ୍ମଚାରୀ ଦୁର୍ଲଭ ମାନବ ସହିତ ପ୍ରାପ୍ତ ହେଇଯିବ। ବୁଦ୍ଧି ବଳ ଧନ ଅର୍ଥ ଅର୍ଥ ଯାହା ମୋର ଆବଶ୍ୟକ ଯାହା ଜ୍ଞାନ ତେଣୁ ଉଦୟ ସେ ଜିନିଷ ଦେଇଯାଏ ନିଜକୁ ଦୟାଳୁ। ଉଦାର ବୋଲି କ'ଣ ବୁଝିଲ? ଉଦାର ବୋଲି କ'ଣ ମୂର୍ଖ? ଉଦାର ବୋଲି କ'ଣ ବୁଝିଛ? ଦୟାଳୁ। ସେଇ ଯେଉଁ ଉଷାରାଣୀ ସେ ଦୟାଳୁ ଯେ ଆମକୁ ବୁଦ୍ଧି ବଳ ଧନ ଯଶ ଦେଉଛି। କେତେବେଳୁ ଦେଉଛି? ସକାଳ ବେଳେ ସୂର୍ଯ୍ୟ ଉଦୟ ସକାଳ କ'ଣ ସୂର୍ଯ୍ୟ ଉଦୟ ପରେ ନୁହନ୍ତି? ସୂର୍ଯ୍ୟ ଉଦୟ ପୂର୍ବରୁ ଆମେ ଉଠିକି ପୂର୍ବ ଦିନକୁ ହାତ କାଟି ତାକୁ କ'ଣ କଲେ? ମାଗିଲେ। କାହାକୁ? ପୂର୍ବ ଦିନ ମାଗିଲେ କ'ଣ କହିବ ନା ଓମ୍ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ଭରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ यो न
दयाल ଏଇଭଳି ଭାବରେ ପ୍ରଭୁଙ୍କୁ ମାଗିଲେ କ'ଣ ହେବ ନା ମାଗିକି ଖାଇବ। ତା ପ୍ରଭୁ ମୋତେ ଦିଅ ମୋତେ ଖାଇବାକୁ ସବୁ ଦେଲେ ତୁମକୁ ଲାଗିଲ କିନ୍ତୁ ତୁମକୁ ଦଣ୍ଡ ମିଳିବ ନାହିଁ। ବୁଦ୍ଧି ବିକଶିତ ହେବ, ବଳବାନ ବିଜେପି ହେବ, ଯଶସ୍ୱୀ ହେବ, ସମସ୍ତ କାର୍ଯ୍ୟ ହେବ। ତମେ ଏଇଟା କହିବାଟା ସହଜ ନା କଠିନ ହେବ? 5 ମିନିଟ୍ 2 ମିନିଟ୍ କରିପାରିବ ନା ନାହିଁ? କାହିଁକି କରିପାରିବ ନାହିଁ? କ'ଣ କରିପାରିବ? ଯୁଗ ଦିଗକୁ ବିଶ୍ରାମରେ ଖାଇବାକୁ ବନ୍ଦ କରିକି ତାକୁ ପୂର୍ବ ଦିନକୁ କରିକି ସକାଳୁ ଉଠିଲା ପରେ ସୂର୍ଯ୍ୟ ପୂର୍ବରୁ ଉଠିବ ଲାଗିଲେ ତମେ ନିରୋଗୀ ହେବ, ଦୀର୍ଘାୟୁ ହେବ, ଯଶସ୍ୱୀ ହେବ, ବଳବାନ ହେବ, ବୁଦ୍ଧିମାନ ବୁଦ୍ଧିମତୀ ଜୀବନ ହେବ ଏବଂ ତୁମର ଧନର ଅଭାବ ରହିବ। ଆବଶ୍ୟକ ସାମଗ୍ରୀ ଯାହା ଦରକାର ତାହାର ଅଭାବ ରହିବ ପାଠକୁ ଆଉ 10 ମିନିଟ୍ ଘଣ୍ଟା ଠିକ୍ କର କିନ୍ତୁ ତା ପୂର୍ବ ସତ୍ତ୍ୱେ ଉଠିବ ନା ନାହିଁ? ଉଠିବ, ସମସ୍ତେ ଉଠିବ। ହଁ କ'ଣ ହେବ ନା ଧୀରେ ସେ ଖାଲି କହୁନି ତମେ ନିଜ ଭାଗ୍ୟଟି ବୋଲି ଶୋଇପଡ଼ିବ ଗାଡ଼ି ମତେ ରାତି କରିଗଲା ମୋତେ ପାଣି ବାଡ଼ି ଗଲା ତୁମେ ସେଥିରେ ଯିବ। ଧୀରେ ଧୀରେ ଉଷା ଶକ୍ତି ମୃଦୁ ମଳରେ ଗତି କରି ତାକ କଣ୍ଠେ କହେ ସେ ବାଣୀ ନିଦ୍ରା ଯଦି କୋଳତେଜି ସୂର୍ଯ୍ୟ ସୌତେ ବ୍ରହ୍ମମତି ସୂର୍ଯ୍ୟ ମନ୍ଦିରେ କର ଓଁକାର ଧ୍ୱନି। ଯିଏ କହିବ କ'ଣ ମାର ତୋତେ ଆଇଲେ ଉଷାରେ ମା ଆଇଲେ କେତେବେଳେ ମୁଁ ତ ଜାଣିପାରିଲି ସେ ଗଣିନ କରିବେ ତୋ ମା କ'ଣ କରିଛି ତା ପୂର୍ବରୁ କ'ଣ କରିଛି ନା କାକ କଣ୍ଠ କହେ ସେ ବାଣୀ। ଧୀରେ ଧୀରେ ଉଷା ଶକ୍ତି ପିଲାମାନେ ରାତିର ପାହିଲା ବେଳକୁ ଦିନ ଯାକ ରାତି ଯାକ ଯେମିତି ପାଉଥିବ ସେ ପାହାଡ଼ଟା କହିବ ଟିକେ ସୁନ୍ଦର ପବନ ଅର୍ଥ ଟିକେ ଶୀତଳ ପବନ ପ୍ରବାହିତ ହେବ ତମ ନିଜ ତମେ ଜାଣିବୁ ନିଜ ଆଉ କାଉ କ'ଣ ନା କାଉ କୋଇଲି ବୋବେ କୋଇଲି ମାନେ କାଉ ରାତି ବୋବେ କାଉମାନେ ବୋବେ କାକ ସେ କାଉ ସେ କ'ଣ ଉଷାରାଣୀ କହିଦେଉଛି କ'ଣ ନା କାକ କାଉ କୋଇଲିମାନଙ୍କ କଣ୍ଠରେ ନିଦ୍ରା ଯଦି ତଳେ ନିଦ୍ରା ଯଦି କୋଳତେ ଦ ନିଦ୍ରା ମା କୋଳେ ଶୋଇଛ ତାକୁ ପରିଷ୍କାର କର ଶୁଦ୍ଧ ସୌଦେ ଟିକେ ଶୁଦ୍ଧ ହେଇଯା ସବୁ ଶୁଦ୍ଧ କରି ମୁହଁ ଧୋଇ ଧୋଇ ସବୁ ଓଁକାର ହୃଦୟ ମନ୍ଦିର କର ଓଁକାର ଓଁ ବୋଲି କର ଓଁ ଆମମାନଙ୍କର ସମ୍ପ୍ରଦାୟର ସମସ୍ତେ ପ୍ରାର୍ଥନା କରି ଆଉ ପୃଥିବୀରେ 700 କୋଟି ଲୋକ ଅଛନ୍ତି। ସେମାନଙ୍କର 700 ପ୍ରକାରର ଭାଷା ବ୍ୟବହାର କରୁଛନ୍ତି। 700 ପ୍ରକାରର ଭାଷା 700 କୋଟି ଲୋକ ବ୍ୟବହାର ତେଣୁ ତାଙ୍କ ଭାଷାରେ କହୁଛି ଆଲ୍ଲା କି ଗଡ଼ କି ଶିବ କି ଈଶ୍ୱର କି ବିଭିନ୍ନ ପ୍ରକାର ନାମରେ ଆଞ୍ଚଳିକ ଭାଷାରେ କହୁଛି। କିନ୍ତୁ ସମସ୍ତଙ୍କ ଲକ୍ଷ୍ୟ କ'ଣ ନା ଈଶ୍ୱରକୁ ସାନ୍ନିଧ୍ୟ ଲାଭ କଲା ନା ନାହିଁ? ଈଶ୍ୱରକୁ ପାଇବାକୁ ହେଲେ ଆମେ କ'ଣ କରିବା? ଆମର ଇନ୍ଦ୍ରିୟମାନଙ୍କୁ ସଂଯୋଗ କରିବା। ଯେମିତିକା ହେଲେ ଆମର ଈଶ୍ୱର ଦରକାର ନା ନାହିଁ? ଆମର ଜ୍ଞାନ ଦରକାର ନା ନାହିଁ? ତେଣୁ ଆମର ବୁଦ୍ଧି ସବୁ ଦରକାର କି? ତେଣୁ ସେଇ ଜିନିଷ ପାଇବାକୁ ଆମେ କ'ଣ କରିବାକୁ ହେବ? ମୁଁ ଗୋଟିଏ ନଦୀ କୂଳକୁ ମୁଁ ନେଇଯାଉଛି ଗୋଟେ ପୋଖରୀ କୂଳକୁ ମୁଁ ନେଇଯାଉଛି ସେଇ ପୋଖରୀ କୂଳରେ ଗୋଟେ